ଅଟୋ ନିଜର ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। 1.5 ବର୍ଷର ଶିଶୁପୁତ୍ର ମା କୋଳରୁ ଛିଟକି ପଡ଼ିଲା। ଗୁରୁତର ଆହତ ଅବସ୍ଥାରେ ଶିଶୁପୁତ୍ରକୁ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଶିଶୁପୁତ୍ରଟି ଗୁରୁତର ହେବାରୁ ତାଙ୍କୁ ତୁରନ୍ତ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଉଛି। ଏଭଳି ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବଉଳକଣି ପଞ୍ଚାୟତର ଛପାଲିଗଡ଼ା ନିକଟରେ। ସୂଚନାରୁ ଜଣାପଡ଼େ ସୁବ୍ରତ ମଣ୍ଡଳ ନିଜ ପରିବାର ଧରି ବାହାରେ ରହୁଥିବା ବେଳେ ମା ଦରିଆପାରି ରାମଚଣ୍ଡୀ ପୀଠକୁ ଦର୍ଶନ କରିବା ସହିତ ଜମ୍ବୁ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଦେଖିବାକୁ ଆସିଥିଲେ। ଆଜି ଅତ୍ୟଧିକ ଗରମ ହେବାରୁ ନିଜର ଭାଇ ଅଟୋରେ ପରିବାର ଧରି ଛପାଲିରୁ ଘରକୁ ଫେରୁଥିବା ସମୟରେ ଅଟୋ ଡ୍ରାଇଭର ନିଜର ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡ଼ିବାରୁ 1.5 ବର୍ଷର ଶିଶୁପୁତ୍ର ମା କୋଳରୁ ଛିଟକି ପଡ଼ିବାରୁ ଶିଶୁପୁତ୍ର ଗୁରୁତର ଆହତ ହେବାରୁ ମୋଟରସାଇକେଲ ଯୋଗେ ସଙ୍ଗେ ସଙ୍ଗେ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ଶିଶୁପୁତ୍ରଟିକୁ ଚିକିତ୍ସା କରିବା ସହିତ ଶିଶୁପୁତ୍ରକୁ ଅକ୍ସିଜେନ୍ ଦେଇ ତୁରନ୍ତ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। କେନ୍ଦ୍ରାପଡ଼ାରୁ ଜୀବନଜ୍ୟୋତି ମଲ୍ଲିକଙ୍କ ରିପୋର୍ଟ, ଚକ୍ରବ୍ୟୁହ ନ୍ୟୁଜ୍।